ମନକେ ପରିବାର ସମସ୍ତଙ୍କୁ ନମସ୍କାର। ଆଜି ମୁଁ ଭଲ ଜିନିଷଟା ଆପଣଙ୍କୁ ଶିଖାଉଛି। ଆପଣ ଯାହାକୁ ଜଏନିଂ କରିବା ପାଇଁ ଚାହୁଁଛନ୍ତି, ନିଜ ମୋବାଇଲ କେମିତି ନିଜେ ତାଙ୍କୁ ଜଏନିଂ କରିବେ ତାହା ସହଜ ଉପାୟ ଆପଣ ବତାଉଛି। ଦେଖନ୍ତୁ, ଏଇ ଉପରେ ତିନିଟା ଗାର ଅଛି, ଏଠି ମାରିବେ, ଆପଣ ଡାକିଦେବେ। ଏଠି ହচ্ছে ଲଗଆଉଟ୍। এই লগআউট ମାରିଦେଲେ ଏଠି ୟେସ୍ ମାରିଦେବେ। ଆପଣଙ୍କ ଆପ୍ଲିକେସନଟା କ୍ଲୋଜ୍ ହେଇଗଲା। ଏବେ ଯାହାକୁ ଜଏନିଂ କରିବେ ତା ମୋବାଇଲ ନମ୍ବରଟା ମାରିବେ। ମୁଁ ଗୋଟେ ଏକ୍ଜାମ୍ପଲ୍ ହିସାବରେ ମାରିଲି। ଦେଖନ୍ତୁ, ଏଇ ପେଜ୍ଟା ଆସିଯିବ। ଏଠି ଆପଣ ନିଜ ରେଫାରେନ୍ସଟା ଦେବେ। ତାପରେ ଅଟୋମେଟିକ୍ ଆପଣଙ୍କ ନାଁ ଦେଖେଇବ। ଫୁଲ୍ ନେମ୍ ଦେବେ, ଯାହାର ଜଏନିଂ ହେବ ତାଙ୍କ ନାଁଟା। ଡେଟ୍ ଅଫ୍ ବାର୍ଥ ଦେବେ। ଦେଖନ୍ତୁ, ଡେଟ୍ ଅଫ୍ ବାର୍ଥ କ୍ଲିକ୍ କଲେ ଏଇଭଳିଆ ପେଜ୍ ଆସିବ। ମସିହା ଆଣିବା ପାଇଁ ଆପଣ ଏଇଠି ନେବେ। ଯେଉଁ ମସିହା ଥିବ ସେଇ ମସିହା ଲେଖିବେ। ଆଉ ମାସ, ମେ ମାସ ଅଛି, ଆପଣ ଏଇଟା ପଛେଇବେ। ମାର୍ଚ୍ଚ ଚାହିଁଲା ଆଗେଇବା ପାଇଁ ଚାହିଁବେ ଆଗେଇବେ। ଜୁନ୍ ତାରିଖ 18 ଏଠି ଛୁଇଁଦେବେ। 1990 ମସିହା ଜୁନ୍ 18 ତାରିଖ କରିଦେଲେ ଏଠି ଓକେ ମାରିଦେବେ। ଦେଖନ୍ତୁ, ଡେଟ୍ ଅଫ୍ ବାର୍ଥ 18 ଜୁନ୍, ମାନେ ମାସଟା ଆଗେ ଆସିଯିବ, ତାରିଖଟା ମଝିରେ ଚାଲିଯିବ ଅଟୋମେଟିକାଲି। ଆପଣ ଭାବିବେନି ଯେ ତାରିଖଟା ଭୁଲ ହେଲା, ନା ଠିକ୍ ଅଛି। ଏଠି ଇମେଲ୍ ନମ୍ବର ଦେଇଦେବେ। ଏଠି ପୋଷ୍ଟ ଅଫିସ୍ ପିନ୍ ନମ୍ବର ଦେଇଦେବେ। ପୋଷ୍ଟ ଅଫିସ୍ ପିନ୍ ନମ୍ବର ଦେଲେ ଅଟୋମେଟିକ୍ ସିଏ ଆସିଯିବ। ଯାହା ପୋଷ୍ଟ ଅଫିସ୍ ପିନ୍ ନମ୍ବର ଥିବ ଦେବେ। ତାପରେ କଣ୍ଟିନ୍ୟୁ ମାରିବେ। କଣ୍ଟିନ୍ୟୁ ମାରିଲା ପରେ ସିଏ ଅଟୋମେଟିକ୍ ଗୋଟେ OTP ଆସିବ। ଯେଉଁ ମୋବାଇଲ ନମ୍ବର ଦେଇକି ତାଙ୍କ ରେଜିଷ୍ଟ୍ରେସନ୍ କରିଥିବେ ସେଇ ମୋବାଇଲ ନମ୍ବରଟା ଦେଇଦେବେ। ଦେଲା ପରେ ଅଟୋମେଟିକାଲି ଗୋଟେ ପାସୱାର୍ଡ଼ ଲେଖତେ କହିବ। ସେଇ ପାସୱାର୍ଡ଼ଟା ଆପଣ ଷ୍ଟ୍ରଙ୍ଗ ପାସୱାର୍ଡ଼ ରଖିବେ। ଯେମିତି ମୋ ନାଁ ସପୋଜ ସରୋଜ, ଏ ସଂଖ୍ୟାଟା ବଡ଼, ତାପରେ AROJ ନା ଛୋଟ ଅକ୍ଷର ରଖିବେ। ତାପରେ ଗୋଟେ @ ଚିହ୍ନ ରଖିବେ। ତାପରେ ସଂଖ୍ୟା ରଖିବେ 1 2 3 4 5 ଯାହା ରଖିପାରିବେ। ଟୋଟାଲ୍ ମିଶି ମିନିମମ୍ 8ଟା ଏବଂ ହେଉଥିବ। ଆପଣ 2 ଥର ଲେଖି ସବମିଟ୍ ମାରିଦେବେ। ସବମିଟ୍ ମାରିଦେଲେ ଜଏନିଂ କମ୍ପ୍ଲିଟ୍ ହେଇଗଲା। ଏହା କରିବାର ମାନେ ହେଲା ଆପଣ ନିଜ ମୋବାଇଲରେ ତାଙ୍କ ଡାଟା ଆଣିକି ଜଏନିଂ କରିଦେଇ ତାଙ୍କୁ କହିବେ ଆପଣ ଆପ୍ଲିକେସନଟା ଡାଉନଲୋଡ଼୍ କରିଦିଅନ୍ତୁ ଏବଂ ଆପଣଙ୍କ ID ପାସୱାର୍ଡ଼ ଏଇ ମୋବାଇଲ ନମ୍ବରଟା ID ନମ୍ବର, ଏଇ ପାସୱାର୍ଡ଼ଟା ଆପଣ ରହିଲା, ଆପଣ ଖୋଲନ୍ତୁ ଏବଂ ଆପଣଙ୍କର ମୋବାଇଲ ରିଚାର୍ଜ କେମିତି ହେଉଛି ତାଙ୍କୁ ଶିଖାଇଦେବେ। ଏତିକି କରନ୍ତୁ। ଅନେକ ଲୋକଙ୍କୁ, ସାଙ୍ଗସାଥି, ଚିହ୍ନା ପରିଚୟ ଲୋକଙ୍କୁ ସେୟାର କରନ୍ତୁ ଏବଂ ଯେତେ ସିୟୁଜିଙ୍କୁ ବଢ଼ାନ୍ତୁ। ଆପଣ ଦେଖିବେ ଆପଣ ଦିନ ଆସିବ 100 200 500 10,000 ଯେତେବେଳେ ସିୟୁଜି ଅଟୋମେଟିକାଲି
ମାନେ ବଢ଼ିଯିବ। ଆପଣଙ୍କର ଗୋଟେ ରେଗୁଲାର ଇନକମ୍ ପର୍ ଡେ ଗୋଟେ ଦେଖିଲା ଭଳିଆ ଆଉ ଖର୍ଚ୍ଚ କରିକି ଚଳିଲା ଭଳିଆ ଆପଣ ପାଇପାରିବେ। ଆଉ ଅଧିକ ଜାଣିବା ପାଇଁ ଆମ ପ୍ରତି ଓଡ଼ିଆ ଜୁମ୍ ସପ୍ତାହ 3 ଦିନ ଆଉ ହିନ୍ଦୀ ଜୁମ୍ ସପ୍ତାହ 7 ଦିନ ରବିବାର ଛାଡ଼ିକି ସବୁଦିନ ହେଉଛି। ତେଣୁକରି ଆପଣ ଆସନ୍ତୁ, ଶିଖନ୍ତୁ ଏବଂ ନିଜ କର୍ମକୁ କେମିତି ସ୍ୱାବଲମ୍ବୀ କରି ଆମେ ଭଲ ଜାଗାକୁ ପହଞ୍ଚିବା ସମସ୍ତେ ସହଯୋଗରେ ହାତ ବଢ଼ାନ୍ତୁ। ଧନ୍ୟବାଦ।